Oh
वेदान्ताम्बुजमार्कण्डं तस्मै श्री गुरवे नमः।
पद्मनाभं सुरेशं विश्वाधारं गगनसदृशं मेघवर्णं शुभांगं लक्ष्मीर्कान्तं कमलनयनं योगिभिर्ध्यानगम्यं वन्दे विष्णुं भवभयहरं सर्वलोकैकनाथं भगवान किरतिशयानंद सुंदरं कर जय परमाराध्य श्री गुरुदेवं कर जय प्रेममय श्री गुरुदेवं कर जय चिन्मय चिदिघन चिदानंद रूपी श्री गुरुदेवं कर ओम पूर्णमदः पूर्णमिदं पूर्णात् पूर्णमुदच्यते पूर्णस्य पूर्णमादाय पूर्णमेवावशिष्यते ओम शान्तिः 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 ओम जय जय श्री राधे। हरि ओम वंदे बोधमय नित्यं गुरु शंकर रूपिणं जमासित्रो हि वक्रोपि चंद्र सर्वत्र वन्दते मन्नाथ श्री जगन्नाथ मद्गुरु श्री जगद्गुरु मदात्मा सर्वदात्मा तस्मै श्री गुरवे नमः। इष्टदेव शिशुनंद रूपी जगन्नाथ जगन्नाथ रूपी शिशुनंद आराध्य देवी जगज्जननी मां माणिकेश्वरी परम आराध्य हृदयर अधीष्टर देवता जहां प्रति जीवन एवं निश्वास समर्पित मध्य सद्गुरुदेव पूज्य पूजक विश्वप्रेमी बाबा बलिया पदपद्मे अनंत दंडवत प्रणाम निवेदन पूर्वक पवित्र कार्यक्रम सुंदर मंच को उद्घाटन करथिला आम आश्रम रही कुमारी तथा आश्रम समस्त अंतवासी समस्त संख्या उपस्थित पूज्य पूजक बाबा बलिया आशीर्वाद तथा शिशुनंद परिवार समस्त सदस्य ये काम बड़ सौभाग्यर दिन आज दिनटा बोधे आम समस्त एक स्मरणीय दिन ही रहिबो कहीं ना प्रथम थर आम गोटे छोटिया प्रयास करिजे जे बलिया परिवार रे जेते सदस्य आम माने समस्त एकाठी होगा बहुत दिन धरी गुरुदेवंकर गोटे मानसिकता थिला माने मन भीतर थिला जे समस्त परिवार रे आम एकाठी होचे किंतु आज पर्यंत आमे बोधे परिवार भितर आम एकाठी कहीं ना आपण मैंने जेन मैंने बसीछन समस्ते तो होचन आम परिवार सदस्य और जेन मैंने नुआ आसीछन एटा बोधे समग्र विश्व एक विरल जोठी आमे माने समस्त जानिछे कि मेलसा गडरा माने कि आमे सब खाउछे किंतु शिशुनंद आश्रम एकमात्र आश्रम जेन मेलसार गडरा माने के पूजा होचे अर्थ सब व्यतिक्रम जे अतिक्रम आमे माने समस्त जानिछे जेन माने पतिहरा माँ माने से माने के मंगल कार्य नहीं डाकुछन किंतु आमर आश्रम रे माणबसा गुरुवार हुए किंबा आम आश्रम यज्ञ सर्वप्रथम बाबा निर्देश जेन माने पतिहरा माँ माने आज्ञा से पूजा करछन खाली सेति नहीं ना आम समझे जाने मेलसा गडरा मैंने केवल खाइबा लगे सृष्टि होचन किंतु मो गुरुदेव निर्देश से पूजा पाचन मुई देखी आज्ञा आश्रम
যে কুকুଡ଼ା ମାନଙ୍କୁ ଆମେ ମାନେ ନେଇ ଖାଇଲେ ଆମ ମାନଙ୍କର ଭୋଜି ନେଇ ହେଇପାରୁଛେ, କିନ୍ତୁ ସେଇ କୁକୁଡ଼ା ମାନେ ମନେ ଅଛି ଏପର୍ଯ୍ୟନ୍ତ ଅପେକ୍ଷା କରିକି ବସିଥିବ ବାବା ଆଶ୍ରମରେ। ବାବା କେତେବେଳେ ତଳକୁ ଉତରିବେ, ବାବାଙ୍କ ଆଗେ ଆଗେ ସେ ଚାଲିବ। ଆଉ ଯେତେ ଟାଇମ୍ ବାବା ବସିଥିବେ ଆଜ୍ଞା ଗୋଟେ ଲୟରେ ସେ ବାବାଙ୍କୁ ଚାହୁଁଥିବା ନା। আর বাবা ନେଇଥିଲା ବେଳେ ବାବାଙ୍କ ଆଶ୍ରମରେ ଆପଣ ନେଇ ଛୁଇଁପାରନ୍ତି ବାବାଙ୍କ ଆସନକେ। ତେଣୁ ଆମେ ଯାହାକୁ ପଶୁ କହୁ, ଯାହାକୁ ଆମେ ମାନେ ଖାଦ୍ୟର ସାମଗ୍ରୀ ବୋଲିକି ଭାବୁଛି, ମୋର ଗୁରୁଦେବ ତାକୁ ପୂଜା ବି କରୁଛନ୍ତି। ଇଏ ହେଉଛନ୍ତି ଆମର ବ୍ୟତିକ୍ରମ। ଆଉ ଯିଏ ସବୁବେଳେ କୁହନ୍ତି ଯେ ଜୀବନର ଶ୍ରେଷ୍ଠ ଧର୍ମ ହେଉଛନ୍ତି ବାପା ମାଙ୍କ ସେବା କରିବା। ଆମେ ଯେନ୍ ବାପା ମାନେ ବୁଢ଼ା ହେଇଗଲେ ଆମେ ଯେନ୍ ଘରୁ ଖେଦି ଦଉଛେ, କିନ୍ତୁ ମୋ ଗୁରୁଦେବଙ୍କର ନିର୍ଦ୍ଦେଶ ହେଉଛନ୍ ଯେ ସର୍ବପ୍ରଥମ ପୂଜା ହେଉଛନ୍ତି ବାପା ମାଙ୍କ ପୂଜା। ଆଉ ଯିଏ କର୍ମକୁ ପ୍ରାଧାନ୍ୟ ଦିଅନ୍ତି, ଗୀତା ହେଉଛି ଯାହାର ଜୀବନର ମାଧ୍ୟମ। ଆମେମାନେ ବୋଧେ ଏପର୍ଯ୍ୟନ୍ତ ଜାଣିପାରୁନି ଆମ ଗୁରୁଙ୍କର ମହତ୍ଵ କ'ଣ। ଏଇଥିପାଇଁ ଆମେମାନେ ମନ୍ତ୍ର ନେଲେ ବାସ୍ ଗୁରୁ ଗ୍ରହଣ କରିଦେଲେ, ତାପରେ ରହିଗଲା ଆମର ଆଉ ଆଶ୍ରମ ସହିତ ଯୋଗସୂତ୍ର ନେଇ ରହୁଛେ, କିମ୍ବା ଆମେମାନେ ଆଶ୍ରମରେ ଗୋଟେ ଜୀବନଯାପନ କାଣା କରୁଛେ ଏ କଥା ଆମ ଭିତରେ ସ୍ୱର ନେଇ ରହୁଛେ। এইଥିପାଇଁ ଏ କାର୍ଯ୍ୟକ୍ରମ ଗୋଟେ ମୁଖ୍ୟ ଉଦ୍ଦେଶ୍ୟ ଆମେମାନେ କେମିତି ଗୋଟେ ସୁନ୍ଦର ଜୀବନଯାପନ କରିପାରିବା, ଯୋଉଟା ମୋ ବାବାଙ୍କର ପ୍ରଥମ ଲକ୍ଷ୍ୟ। ଆଉ ଯାହାକୁ ଆମେମାନେ ସମସ୍ତେ ଦର୍ଶନ କରୁଛେ ସାଧାରଣ ମଣିଷ ହେଇପାରନ୍ତି, ଏବେ ଆମେମାନେ ତାଙ୍କର ମୂଲ୍ୟ ନେଇ ବୁଝିପାରୁଛେ। କାହିଁକି ନା ଆମମାନଙ୍କର ଏଟା ବୋଧେ ଦୁର୍ଭାଗ୍ୟ, ଆମେ ପାଖରେ ଥିଲାବେଳେ ତାଙ୍କର ମୂଲ୍ୟ ନେଇ ବୁଝିପାରୁଛେ, ଆଉ ଯେତେବେଳେ ଆମ ପାଖରେ ସେ ନେଇଥିବେ ଆମେ ସେତେବେଳେ ସ୍ୱର କରିବା। ତେଣୁ ଏବେ ବି ସମୟ ଅଛି ଆଜ୍ଞା, ଆସନ୍ତୁ। ଯାହାକୁ ଆମେମାନେ ଦର୍ଶନ କରୁଛେ ଏ ସାଧାରଣ ମଣିଷ ଭଳି ଦେଖାଯାନ୍ତି ସତରେ। ମନେ ପଡ଼େ ସୁନ୍ଦର ଭାବରେ ଲେଖିଛନ୍ତି, ଜୀବେର ଉଦ୍ଧାର ଲାଗି ନନ୍ଦସୁତ ହରି, ଭୁବନେ ପ୍ରକାଶ ହେୟ ଗୁରୁ ରୂପ ଧରି। ତେଣୁ ଏମିତି ବି ବେଳେବେଳେ ମୁଁ ଯେତେବେଳେ ନୂଆ ନୂଆ ବାବାଙ୍କର ଆଶ୍ରିତ ହେଲି, ସେତେବେଳେ ଆଜ୍ଞା ଜଣେ ବାବାଙ୍କର ନାଁଟା ବହୁତ ମାନେ ନାଁ ଥିଲା ସେତେବେଳେ। ବାବା ତ ନେଇ ସେ ପ୍ରଭୁ ହେଇଥିଲେ। ମୋ ଗୁରୁଦେବ କେତେବେଳେ ଆଜ୍ଞା ବାବା ତ ପଦ୍ମଶ୍ରୀ ଉପାଧିଟା ପାଇଛନ୍, ସମସ୍ତେ ମନେ କରୁଛେ କି ପଦ୍ମଶ୍ରୀ ଉପାଧି ନେଇ ଲେଖିବ, କେନ୍ ଆଗରେ ଶ୍ରୀମଦ ମୋ ନାଁଟା ନେଇ କହିବ, ଗୁରୁ ବୋଲିକି ନେଇ କହିବ, ଖାଲି ବଳିଆ ବୋଲି କହିଲେ ବୋଧେ ମତେ ମୁଁ ବେଶୀ ଖୁସି ହେବି। ଏମିତି ସରଳ ଜୀବନଯାପନ କରୁଥିବା ଗୁରୁ। ତ ସେତେବେଳେ ସବୁଆଡ଼େ ଥିଲେ ଚମତ୍କାରଟା ଉପରେ ଆମେ ମାନେ ବିଶ୍ୱାସ କରୁ, ଯେନ୍ ଚମତ୍କାର କି ନମସ୍କାର। ତ ମୋ ମନ ବେଳେ ପ୍ରଶ୍ନ ଉଠେ ଯେ ଅମୁକ ବାବା ତ ହାତରୁ ମହୁ ବାହାର କରସନ୍, କେନ୍ ବାବା ଗୋଡ଼ରୁ ମହୁ ବାହାର କରସନ୍, ଆର୍ ମୋ ଗୁରୁଦେବ ତ ସେଟା କି ଚମତ୍କାର ନେଇ ଦେଖୁସନ୍। ଆଜ୍ଞା ଏଟା ମୋ ମନରେ ଗୋଟେ ବିଚାର ଥିଲା ନା। ତ ଦିନେ ଭାଗବତ କଥା ସରିଲା ପରେ ମୁଇଁ ଗୁରୁଦେବଙ୍କ ସେବା କରୁଛେ, ଆଉ ମନ ବେଳେ ସେଟା ସେବା କରୁଥିଲା ବେଳେ ମନ ଭିତରେ ମୋର ଭାବନା ଚିନ୍ତା ନେଇ କହିପାରିବି ନା ଆଜ୍ଞା ମୋ ଗୁରୁଦେବଙ୍କର କାଣା ଗୋଟେ ଚମତ୍କାର ମୁଁ ଦେଖିବା ଲାଗି। ତ ସେବା କଲା ବେଳେ ମତେ ଟିକେ ଶୋଷ ଲାଗିଲା, ମୁଇଁ ପାଣି ପିଇବା ଲାଗି ଟିକେ ବାହାରକୁ ଆସିଲି। ଆଉ ବାହାରକୁ ଆସିଲା ପରେ ଗୋଟେ ସେକେଣ୍ଡ ପରେ ମୁଁ ଯେତେବେଳେ ସେବା କରିବାକୁ ଗଲି, ବାବା ଯେମିତି ଶୋଇଥିଲା, ବାବା ନେଇ ନା ଅନନ୍ତ ରୂପରେ ଗୋଟେ ବିରାଟ କେବଳ ଦିଟା ଆଲୋକ ଶିଖାରେ ମୁଇଁ ଗୁରୁଦେବଙ୍କ ଦର୍ଶନ କରିଛି। ମୁଁ ତ ଚିନ୍ତା କଲି ବାବା କି ନାଟ ଗଲି, କାରଣ ଘରୁ ବାହାରବା ଲାଗି କେବଳ ଗୋଟିଏ ରାସ୍ତା। ଏମିତି ମୁଁ ସେଠି ବାବାଙ୍କୁ ଦର୍ଶନ କରୁଛି, ପଛପଟୁ ବାବା ଆସିକି ହାତ ଥାପି ଦେଲେ, କହିଲେ କାଣା ମୋର ଚମତ୍କାର ଦେଖିବା ଲାଗି ଭାବୁଥିଲୁ ପୁରା। ତେଣୁ ଏଇଥିପାଇଁ ଏଇଟା ବୋଧେ ଆମମାନଙ୍କର ସୌଭାଗ୍ୟ, ଆମେ ଏମିତି ଜଣେ ଠାକୁରଙ୍କୁ ପାଇଛେ, ଜୀବନ୍ତ ଠାକୁର। ସଂସାର ଭିତରେ ଠାକୁରଙ୍କୁ କଥା କହିଲେ ଠାକୁର ବହୁତ ଆପଣଙ୍କୁ ଉତ୍ତର ନ ଦେଇପାରନ୍ତି, କିନ୍ତୁ ଆମେମାନେ ସାମ୍ନାରେ ଯାହାକୁ ପାଉଛେ ଆମ ଲାଗି ସେ ଜୀବନ୍ତ ଠାକୁର ନା। ଯେନ୍ ବେଲେ କଥା କହିଲେ ଖାଲି କଥା କହିଲେ ନେଇ ନା ଆଜ୍ଞା। ଆପଣମାନେ ଅନେକ ଲୋକ ଭାବୁଛନ୍ ଯେ କାଣା କରବା ଆଜ୍ଞା, ମୁଇଁ ତ ଇନେ ଡଗରି ବୁଲିଲି, ସଞ୍ଜୟ ଭାଇକି ଏତେ କଲ୍ ଲଗେଇଲି, ସଞ୍ଜୟ ଭାଇ ନେଇ ଉଠଉଛନ୍। ଅନେକ ଆଶ୍ରମ ଭକ୍ତମାନଙ୍କର ଆଜ୍ଞା, ଆମ ଶିଷ୍ୟମାନଙ୍କର ବିଶେଷ କରି ଆମ ପଶ୍ଚିମାଞ୍ଚଳ ଅନେକ ଲୋକମାନଙ୍କର ଗୋଟେ ସମସ୍ୟା କାଣା କାଣା କରବା ଆଜ୍ଞା, ଆମେ ଆଶ୍ରମତେ ଖବର ଦେଲୁ আর সঞ্জয় ভাই বাবাকে মানে ফোনটা নেই দিয়েছন আজ্ঞা কেতবে সঞ্জয় ভাই ঘুরা খাওছন, কেতবে গোপাল ভাই ঘুরা খাওছন। কিন্তু আমি মানে জানিবা দরকার যে ফোনটা আপন মানে ফোন নেই করবা দরকার নেই না। আপন মানে কেবল বাবাଙ୍କ বিগ্রহ পাখে কাଣା গোটে আজ্ঞা প্রার্থনা করে দিও। মুই আপন মানে মানেশ্বরী মাটির আজ্ঞা গ্যারেন্টি দৌছে, বিগ্রহ পাখে আপন মানে জনাই দিও, আপন মানে কাম হয়ে যাবে। আগে অনেক উদাহরণ অছন আজ্ঞা, ধর্মগড় সঞ্জয় সার ঠার আরম্ভ করি যেন মানে অছন সমস্ত অভিজ্ঞতা থাকবে। আজ্ঞা বাবাকে
ପ୍ରତ୍ୟକ୍ଷରେ କହିବା ଦରକାର ନାହିଁ ନାଇଁ ଖାଲି ବାବାଙ୍କ ବିଗ୍ରହ ପାଖରେ କହିଦିଅନ୍ତୁ ଥରେ ଖାଲି ବାବା ବୋଲିକି ଆଜ୍ଞା ଉଚ୍ଚାରଣ କରିଦିଅନ୍ତୁ କିଏ ନା ଆପଣଙ୍କର ଅସୁବିଧା ନେଇ ପଡ଼େ ଯାହା ହଉ ଏଇଟା ହେଉଛି ଆମ ପ୍ରତି ସୌଭାଗ୍ୟ ଆମେ ପ୍ରଥମ ଥର ପାଇଁ ମୁଁ ଯେତେବେଳେ ପ୍ରଥମେ ପ୍ରସ୍ତାବ ଦେଲି ଗୁରୁଦେବ ଆମେ ଗୋଟେ ଯଜ୍ଞ କରିବା କାଣା ଗୋଟେ ପୂଜାପାଠ କରିବା ବାବା ପ୍ରଥମ ଥର ପାଇଁ ମୋତେ କଲେ ହେ ଯଜ୍ଞ ଫଜ୍ଞ କିଛି ହବନି ବଳିଆ ଯିବ ତା ପିଲାମାନଙ୍କ ସହିତ ମିଶିବ ତା ପରିବାର ସହିତ କଥା ହବ ତେଣୁ ଆମକୁ ଯିଏ ପରିବାର ବୋଲିକି ଭାବୁଛନ୍ ଆଉ ଆମର ଯିଏ ପରିବାରର ମୁଖିଆ ଏଇଟା ବୋଧେ ଆମ ମାନଙ୍କର ସୌଭାଗ୍ୟ ମାନେ ଓଡ଼ିଶାରେ ବହୁତ ବଡ଼ ବଡ଼ ସହର ଅଛି ବଡ଼ ବଡ଼ ଧନାଢ୍ୟ ବ୍ୟକ୍ତିମାନେ ଅଛନ୍ତି ବାବାଙ୍କର ବଡ଼ ବଡ଼ ଶିଷ୍ୟମାନେ ଅଛନ୍ତି କିନ୍ତୁ ବାବାଙ୍କ ମନ ଭିତରେ ଆମ ଭବାନୀପାଟଣା କିମ୍ବା କଳାହାଣ୍ଡି ପ୍ରତି ଯେଉଁ କୃପା ଭାବ ଆସିଛେ ଏନ୍ ଜାଗାରେ ଆଜ୍ଞା ଆମେମାନେ ଗୋଟେ ମହୋତ୍ସବ କରିବା ଗୁରୁ କୃପା ମହୋତ୍ସବ କରିବା ଶିଷ୍ୟ ଭକ୍ତମାନଙ୍କର ସମ୍ମିଳନୀ ହେବ ତ ସର୍ବପ୍ରଥମେ ସେଇ ପୂଜ୍ୟ ଗୁରୁଦେବଙ୍କୁ ନିବେଦନ କରିବି ତାଙ୍କ ଶ୍ରୀମୁଖରୁ ଆମେ ଟିକେ ଦର୍ଶନ କରିବା ଲାଗି ଆଜି ତ ଲୋକମାନେ ବସି ଯାଉଛନ୍ତି ଆଜ୍ଞା ଆଜ୍ଞା ଟିକେ ଖଣ୍ଡେ ତ ବାବାଙ୍କୁ ଟିକେ ଦର୍ଶନ କରିବା ଲାଗି ଦିଅନ୍ତୁ ତେଣୁ ଆମମାନଙ୍କର ଗୋଟେ କାର୍ଯ୍ୟକ୍ରମ ହେଉଛି ସଂକ୍ଷିପ୍ତ ଭାବରେ ଆପଣମାନଙ୍କୁ କହୁଛେ ସକାଳ 7 ବଜେ 7ରୁ 8 ପର୍ଯ୍ୟନ୍ତ ଆମର ଯୋଗ ଶିକ୍ଷା ହେବା ଆମର ଗୋପାଳ ଭାଇ ଅଛନ୍ତି ଯୋଗ ଶିଖାଇବାର ଲାଗି ତାପରେ ଆମର ଆଶ୍ରମ ଯେନ୍ ଗୁରୁ ଭାଇମାନେ ଅଛନ୍ତି ସଞ୍ଜୟ ଭାଇ କୁହନ୍ କିମ୍ବା ଆମର ସୁଖଦେବ କର୍ମଚାରୀ ଆଉ ଯେଉଁମାନେ ସବୁ ଆସିଛନ୍ ସେମାନେ ଆଶ୍ରମରେ କାଣା କାଣା ଆମକୁ କରିବାକୁ ପଡ଼ବା ସେଇ ବିଷୟରେ କହିବେ ତାପରେ ଆମେମାନେ ଦିନ 2ଟା ପରେ 2ଟାରୁ ମାନେ 3ଟାରୁ 4ଟା ଆମେମାନେ ସମସ୍ତେ ପୁଣି ଆମେମାନେ ଏକାଠି ହେବା ମୁଁ ଆପଣମାନଙ୍କୁ ବିସ୍ତୃତ ଭାବରେ ସେ କଥା ସବୁ କହିବି ଏବେ ଆସନ୍ତୁ ବାବା ନିଜେ ରଖିଛନ୍ତି ଆଜ୍ଞା ଆମ ଜୀବନର ଗୀତା ଜୀବନରେ ଗୀତାର ଦରକାର କାଣା ଏବଂ ଏ ବିଷୟରେ ଆମେମାନେ ଶ୍ରବଣ କରିବା କହିବାକୁ ତ ଅନେକ କଥା କିନ୍ତୁ ଯାହାଙ୍କ ସମ୍ମୁଖରେ ଅନ୍ତରର ସବୁ କଥାଗୁଡ଼ାକ ବ୍ୟକ୍ତ ହେଇପାରେ ନା ଯାହାଙ୍କ ସମ୍ମୁଖ ଭାବରେ ସ୍ପନ୍ଦିତ ହୃଦୟଟା ସବୁବେଳ ପାଇଁ ନିରବି ଯାଏ ସେଇ ମୋର ଜୀବନ୍ତ ଠାକୁର ମୋର ହୃଦୟର ଠାକୁର ପରମାରାଧ୍ୟ ସେଇ ଗୁରୁଦେବଙ୍କ ପାଦପଦ୍ମରେ ସମର୍ପଣ କରି ନିବେଦନ କରିବି ଭଗବାନଙ୍କର ଆମ ଜୀବନର ଗୀତା ତଥା ଆମମାନଙ୍କ ଜୀବନଟା କେମିତି ମଙ୍ଗଳମୟ ମଧୁମୟ ହେବ ତାଙ୍କରି କୃପା ଏମିତି ସବୁଦିନ ପାଇଁ ବର୍ଷା ହେଉଥାଉ ଏତିକି ପ୍ରାର୍ଥନା କରି ଆପଣମାନଙ୍କୁ ସମୃଦ୍ଧି ଜୁହାର ଜୟ ଜଗନ୍ନାଥ जयंती कमला काली जयंती भद्रकाली दुर्गा क्षमा शिवा धात्री स्वाहा स्वधा नमस्तुते नीलाद्रौ शंखमध्ये रत्न सर्वालंकार भद्राया वाम भागे ब्रह्मरुद्रेन्द्र मन्नाथ श्री जगन्नाथ सद्गुरु श्री मदात्मा सर्वभूतात्मा तस्मै श्री गुरवे नमः गीता में परमा विद्या ब्रह्म रूपान संशय अर्धमात्रा नित्या सानिर्वाच्य गुरु कृपा ही केवलम गुरु कृपा ही केवलम गुरु कृपा ही केवलम गुरु कृपा ही गुरु कृपा ही केवलम गुरु कृपा ही केवलम गुरु कृपा ही केवलम
गुरु गुणानिधि देवं गुरु गुणानिधि देवं गुरु गुणानिधि देवं गुरु गुणानिधि देवं गुरु कृपा हि केवलम् 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 ସମସ୍ତଙ୍କୁ शुभेच्छा अर्पण करुच्ची आम समस्तंकर इष्टदेवी माणिकेश्वरी को प्रणाम निवेदन करुच्ची विश्ववंद्य जगन्नाथ को प्रणाम जनाऊँची गीता भली एक महान शास्त्र को सबु शास्त्रर निर्यास रूप गीता माता को प्रणाम जनाऊँची सबु धर्म जेते धर्म सृष्टि हेची एबे सुद्धा सबु धर्मर इष्टदेव गुरुदेवं को प्रणाम जनाऊँची भवानी पाटणास्थ जेते मंदिर रही जो जो मंदिर रे जो नामरे रूपरे इष्ट देवता माने पूजा पाउचंती समस्त को मोर इष्टदेव प्रभु शिशु अनंतंक रूपरे लक्ष्मी अनंतंक रूपरे लक्ष्मी जगन्नाथंक रूपरे अजस्र प्रणति निवेदन करी आजिर अशांत समाज शांति रहू एतिकी मात्र निवेदन करुछि। भवानी पाटणा ये गोटे सुंदर ना भवानी कहिले पार्वती पार्वती कहिले प्रकृति आपण माने ये कथा को हुए तो ठीक भावरे बुझी नथिबे बा बुझिकिरी भूली जाइथिबे भवानी कहिले से होचंती जगत जननी माँ पार्वती पार्वती कहिले सी होचंती प्रकृत जोगमाया स्वरूपिणी प्रकृति
ପ୍ରକୃତି କହିଲେ ଗ୍ରୀଷ୍ମ ବର୍ଷା ପରେ ବର୍ତ୍ତମାନ ଶୀତ ଋତୁ ପଡ଼ିଛି, ଏହାପରେ ବସନ୍ତ ଋତୁ ଆସିବ। ଗ୍ରୀଷ୍ମ ବର୍ଷା ଶରତ ହେମନ୍ତ ଶୀତ ବସନ୍ତ ଏଇ ଯେଉଁ ଷଡ଼ ଋତୁର ପ୍ରବାହ, ଏଇ ହେଉଛନ୍ତି ଭବାନୀ, ଏଇ ହେଉଛନ୍ତି ପାର୍ବତୀ, ଏଇ ହେଉଛନ୍ତି ପ୍ରକୃତି, ଏଇ ହେଉଛନ୍ତି ଯୋଗମାୟା, ଏଇ ହେଉଛନ୍ତି ମହାମାୟା। ଏଇ ଯୋଗମାୟା ଆଉ ମହାମାୟାଙ୍କର କଥାଟି ଗୀତାରେ ମଧ୍ୟ ଲେଖା ଅଛନ୍ତି, ନାହଂ ପ୍ରକାଶ୍ୟ ସର୍ବସ୍ୟ ଯୋଗମାୟା ସମାବୃତ। ହେ ଅର୍ଜୁନ, ମୁଁ ଯୋଗମାୟାଙ୍କ ବିହୀନ, ମୁଁ ମାନେ ବିନା ଯୋଗମାୟାରେ ମୁଁ ଏ ସଂସାର ଉତ୍ପନ୍ନ କରିପାରେ ନାହିଁ। ତାପରେ କହିଲେ, ମୁଁ ଏ ଯେଉଁ ସଂସାରକୁ ଉତ୍ପନ୍ନ କରିଛି, ଅନେକ ପ୍ରକାରର ମଣିଷ, ଅନେକ ବର୍ଣ୍ଣର, ଅନେକ କର୍ମର, ଅନେକ ସ୍ୱଭାବର, ଅନେକ ସୌନ୍ଦର୍ଯ୍ୟର ମଣିଷ, ଜୀବଜଗତ, ଉଦ୍ଭିଦ ଜଗତ, ପ୍ରାଣୀ ଜଗତ, ଯାହା ମୁଁ ସୃଷ୍ଟି କରିଛି, ଇଏ ସବୁ ମୋରି ଉପସ୍ଥିତିରେ ଯୋଗମାୟା ଏହାକୁ ବା ସ୍ୱୟଂ ଭବାନୀ ଏହାକୁ ତିଆରି କରିଛନ୍ତି। ଗୀତାରେ ମଧ୍ୟ ସେ କହିଲେ, ମୟାଦକ୍ଷେଣ ପ୍ରକୃତି ସୁୟତେ ସଚରାଚର। ମୋର ଅଦକ୍ଷରେ ବା ମୋର ଉପସ୍ଥିତିରେ ପ୍ରକୃତି ଜଗତକୁ ସୃଷ୍ଟି କରେ। ସେଠି କିଏ ହିନ୍ଦୁ, କିଏ ମୁସଲମାନ, କିଏ ଖ୍ରୀଷ୍ଟିଆନ, କିଏ ବୌଦ୍ଧ, କିଏ ଜୈନ, କିଏ ଶିଖ, କିଏ ବୁଦ୍ଧ, କିଏ ଇଏ କଥାର କିଛି ଲେଖା ଇଏ ନା କିଛି ଲେଖା ହେଇନି। ମୟା ଦକ୍ଷିଣ ପ୍ରକୃତି ସୁୟତେ ସଚରାଚରମ୍, ମାନେ ଯେଉଁ ଜଗତକୁ ଆପଣ ଦେଖୁଛନ୍ତି ତାକୁ ମୋରି ଉପସ୍ଥିତିରେ ସେ ତିଆରି ହେଇଛି। ତାହେଲେ ମୁଁ କିଏ? ସେ ଯେଉଁ ମୋରି ବୋଲି କହୁଛନ୍ତି, ମୋ ଜଗତ, ମୋ ପରିବାର, ମୁଁ, ତାହେଲେ ମୁଁ କିଏ? ସେଇ ଯେଉଁ ମୁଁଟି ଗୋଟିଏ ପ୍ରଶ୍ନବାଚୀ ସୃଷ୍ଟି କଲା, ମୁଁ କିଏ? ସେଇ ପ୍ରଶ୍ନର ଉତ୍ତର ପାଇବା ପାଇଁ କିଏ କହିଲେ ମୁଁ ଭଗବାନ, ଭଗବାନ ଭଗବାନ ଭଗବାନ, ଏମିତି ଅନେକ ଦିନ ଚାଲିଲା। ପୁଣି କିଏ କହିଲେ ନା ମୁଁ ଈଶ୍ୱର, ଈଶ୍ୱର ଈଶ୍ୱର ଈଶ୍ୱର, ଏମିତି କିଛି ଦିନ ଚାଲିଲା ପରେ ପୁଣି ବଦଳିଗଲା, ମୁଁ ଆଲ୍ଲା 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 ଆଲ୍ଲା। କିନ୍ତୁ ଇଏ ସବୁ ଶବ୍ଦକୁ ଯଦି ମିଶେଇ ଦିଆଯାଏ, ଗୋଟିଏ ଶବ୍ଦରେ ସବୁ କଥା ମୀମାଂସା ହବ, ଯିଏ ଏ ଜଗତର ସର୍ବଶକ୍ତିମାନ। ଯିଏ ଯୋଉ ନାମରେ ଡାକୁଛନ୍ତି ଡାକନ୍ତୁ, କିନ୍ତୁ ସବୁ ନାମ, ସବୁ ରୂପ, ସବୁ ପ୍ରାର୍ଥନାର ଉତ୍ସ ବା ମୂଳ ହେଉଛି ମୁଁ। ମୋ ରୂପଟି କେମିତିଆ? ମୋ ରୂପଟି କିଏ କହୁଛି, ମାନେ କେତେ ରୂପରେ ବର୍ଣ୍ଣନା କରାହେଉଛି, କିନ୍ତୁ ମୋ ରୂପଟି ହେଉଛି ଗୋଟିଏ ଅଦୃଶ୍ୟ ଜ୍ୟୋତି। ସେ ଜ୍ୟୋତି ବୋଲେ ଗୋଟେ ଆଲୋକ, ଅତି ସୂକ୍ଷ୍ମ, ଅତି ଛୋଟ,
କିନ୍ତୁ ତାର ମାନେ ମହିମା ବ୍ୟାପକ, ଗୋଟେ ଅଦୃଶ୍ୟ ଜ୍ୟୋତି। କିନ୍ତୁ ଏଇ ଯୋଉ ଆଖିରେ ଆମେ ତାଙ୍କୁ ଦେଖିପାରୁନୁ, କିନ୍ତୁ ସେ ସତ୍ୟ, ଏକମାତ୍ର ସତ୍ୟ ହେଉଛନ୍ତି ସେଇ। ତାକୁ ଆମର ହିନ୍ଦୁ ପଣ୍ଡିତ ମାନେ କେମିତି ଲେଖିଲେ? ଶୂନ୍ୟଂ ଶୂନ୍ୟଂ ମହାଶୂନ୍ୟଂ ଶୂନ୍ୟ ମଧ୍ୟେ ନିରାମୟ ନିରାମୟ ମଧ୍ୟେ ଜ୍ୟୋତି ସଜ୍ୟୋତି ଭଗବାନୟ। ଯେ ପକ୍ଷୀ ଉଡ଼େ ଯେତେ ଦୂର ସେ ଜାଣେ ତହିଁର ବ୍ୟବହାର। ହିନ୍ଦୁ ସନ୍ଥ ହିନ୍ଦୁ ପଣ୍ଡିତ ମାନେ କହିଲେ ଶୂନ୍ୟଂ ଶୂନ୍ୟଂ ମହାଶୂନ୍ୟଂ, କିଛି ନାହିଁ। ତା ଭିତରେ ସେ ଦେଖୁଛନ୍ତି ଗୋଟେ ଅଦୃଶ୍ୟ ଜ୍ୟୋତି, ଯାହାକୁ ସେ ସମ୍ବୋଧନ କଲେ ଭଗବାନ। ଜାଗି ଉଠ ଭଗବାନ, ଜାଗି ଉଠ ଜାଗି ଉଠ ଭଗବାନ, ଜାଗି ଉଠ। କଳା କଳା ଗୋଳା ତୁମ ଦେଖୁଥାଅ ଭଗବାନ। କଳା କଳା ଗୋଳା ତୁମ ଦେଖୁଥାଅ ଭଗବାନ। ଜାଗି ଉଠ ଭଗବାନ, ଜାଗି ଉଠ ଜାଗି ଉଠ ଭଗବାନ, ଜାଗି ଉଠ ଭଗବାନ। ଭ ଭ କହିଲେ ଭବ ବା ପୃଥିବୀ, ଗ କହିଲେ ଗତି। ଆମେ ମଣିଷ, ଆମର ଦି ଗୋଡ଼, ଆମର କାର ଚାରି ଗୋଡ଼। କିଏ କେମିତି କ'ଣ ଗତି କରୁଛନ୍ତି? ପୃଥିବୀ ଘୁରୁଛି, ସୂର୍ଯ୍ୟ ତାଙ୍କ କକ୍ଷରେ ବୁଲୁଛନ୍ତି, ଗ୍ରହ ତାରା ନକ୍ଷତ୍ର ମାନେ ସୂର୍ଯ୍ୟଙ୍କ ଚାରି ପାଖରେ ବୁଲୁଛନ୍ତି। ଏହାକୁ କ'ଣ ଆପଣମାନେ ଏଇଠି ବସିକି ଦେଖିପାରୁଛନ୍ତି? ଯେଉଁମାନେ ଦେଖିଛନ୍ତି ସେମାନେ କହୁଛନ୍ତି। ତେଣୁ ଏ ଜଗତ ହେଉଛି ଗତିଶୀଳ। ଜଳଟା ଉପରୁ ନିମ୍ନକୁ ଆସୁଛି, ତାକୁ କ'ଣ ଆପଣ ସୃଷ୍ଟି କରିଛନ୍ତି? ନିଆଁଟା ଆମକୁ ଜାଳି ଦେଉଛି, ତାକୁ କ'ଣ ଆମେ ସୃଷ୍ଟି କରିଛୁ? ତାକୁ କିଏ ସୃଷ୍ଟି କରିଛନ୍ତି? ଯିଏ ସୃଷ୍ଟି କରିଛନ୍ତି ସେଇ ହେଉଛନ୍ତି ସର୍ବଶକ୍ତିମାନ। ସେଇଆଙ୍କୁ କିଏ କହୁଛି ସାକାର, କିଏ କହୁଛି ନିରାକାର। କିଏ କହୁଛନ୍ତି ଅଛନ୍ତି, କିଏ କହୁଛନ୍ତି ନାହାନ୍ତି। ଗୀତା କହିଲେ ଯେ ଯଥା ମାଂ ପ୍ରପଦ୍ୟନ୍ତେ ସ୍ତାଂ ତଥୈବ ବଦାମି ମମ ବର୍ତ୍ତାନୁବର୍ତ୍ତନ୍ତେ ମନୁଷ୍ୟା ପାର୍ଥ ସର୍ବ। ଯିଏ ଯେଉଁ ଭଳି ଭାବରେ ମତେ ଡାକେ ମୁଁ ସେଇଭଳି ରୂପ ନେଇ ତା ଆଗରେ ଆବିର୍ଭାବ ହୁଏ। ଆଉ
ଠାକୁର ଅଭିରାମ ଗୋଟିଏ ଭଲ କଥା ଲେଖିଲେ, ଯିଏ ଯେଉଁ ପରି ଭାବୁଛି ତୁମକୁ ସେଇ ଅନୁସାରେ ତୁମେ ତାହା। ଯିଏ ଯେଉଁ ପରି ଭାବୁଛି ତୁମକୁ ସେହି ଅନୁସାରେ ତୁମେ ତାହାର। ଯିଏ ଯେଉଁ ପରି ଭାବୁଛି ତୁମକୁ ସେଇ ଅନୁସାରେ ତୁମେ ତାହା। ଯିଏ ଯେଉଁ ପରି ଭାବୁଛି ତୁମକୁ ସେହି ଅନୁସାରେ ତୁମେ ତାହାର। ଗୋସ୍ୱାମୀ ତୁଳସୀ ଦାସ ଜଗନ୍ନାଥଙ୍କ ମନ୍ଦିରକୁ ଆସିଲେ। ସେଠି ବଳଭଦ୍ର, ଜଗନ୍ନାଥ, ସୁଭଦ୍ରା, ସୁଦର୍ଶନକୁ ଦେଖିଲେ କଇଁ କଇଁ ହେଇ କାନ୍ଦିଲେ। କାହିଁକି କାନ୍ଦିଲେ? ସେ ଦେଖିପାରିଲେ ନେଇ ଜଗନ୍ନାଥଙ୍କ ମନ୍ଦିରରେ ରାମ, ଲକ୍ଷ୍ମଣ, ସୀତା, ହନୁମାନ ଅଛନ୍ତି। ତେଣୁ ସେ କାନ୍ଦିଲେ। ଫେରି ଯାଇକିରି ଗୋଟିଏ ଜାଗାରେ ତାଙ୍କର ଯୋଉ ଇଏ ଥିଲା, ବେଡିଂ ଥିଲା, ସେ ବେଡିଂଟାକୁ ମୁଣ୍ଡ ତଳେ ଦେଇ ଗୋଟେ ଧୂଳିରେ ଶୋଇଲେ। ନିଜେ ସ୍ୱୟଂ ଜଗନ୍ନାଥ ଗୋଟିଏ ମଣିଷ ରୂପରେ ସ୍ୱପ୍ନରେ ତାଙ୍କୁ ଦେଖାଦେଲେ। କହିଲେ, ତୁଳସୀ ତୁମେ ଆସିଥିଲ କୋଉଠିକି? ନା ରାମଙ୍କୁ ଦେଖିବା ପାଇଁ। ତୁମେ ଯାଇଥିଲ କୋଉଠିକି? ନା ଜଗନ୍ନାଥଙ୍କ ମନ୍ଦିରକୁ। ରାମଙ୍କୁ ଦେଖିଲ? ନା ତ ରାମ ନାହାନ୍ତି, ଆଉ ଦେଖିବି କଣ? ତା ହାତର ପାପୁଲି ବି ନାହିଁ, ଆଉ ଦେଖିବି କଣ? ଆଉ ଥରେ ଯାଅ, ଗରୁଡ଼ ସ୍ତମ୍ଭ ପାଖରେ ଠିଆ ହେଇ ଦେଖ, ସେ ରତ୍ନ ସିଂହାସନ ଉପରେ କିଏ ବଇଛନ୍ତି? ତୁଳସୀ ଫେରିଗଲେ, ଜଗନ୍ନାଥଙ୍କ ମନ୍ଦିରରେ ପହଞ୍ଚିଲେ। ଗରୁଡ଼ ସ୍ତମ୍ଭ ପାଖରେ ଠିଆ ହେଇ ଦେଖିଲେ ସ୍ୱୟଂ ରାମ ହିଁ ଜଗନ୍ନାଥ, ଲକ୍ଷ୍ମଣ ହିଁ ବଳଭଦ୍ର, ସୁଭଦ୍ରା ହିଁ ମା ଜାନକୀ, ସୁଦର୍ଶନ ହିଁ ହନୁମାନ। ସେଇଠି ସେ ଗାଇ ଉଠିଥିଲେ ବା ପରବର୍ତ୍ତୀ ସମୟରେ ଲେଖିଥିଲେ, ସିଆ ରାମମୟ ସବ ଜଗ କରହୁଁ ଭ କହିଲେ ପୃଥିବୀ। ଆମେ ପୃଥିବୀ କି କଣ ପୁରା ଦେଖିଛେ? ଦେଖିପାରିବା ବି ନାହିଁ। କିନ୍ତୁ ଆମେ ଯୋଉଠି ବଇଛେ ବା ଯୋଉଠି ଅଛେ ସେଇଟା ଆମ ପାଇଁ ପୃଥିବୀ। ଗ କହିଲେ ସୂର୍ଯ୍ୟଙ୍କର ଉଦୟ ହୁଏ, ଅସ୍ତ ହୁଏ, ପୂର୍ଣ୍ଣମୀ ରାତ୍ରି ଆସେ, ଅମାବାସ୍ୟା ରାତ୍ରି ବି ଆସେ। ଏଇ ହଉଛି ଗତି। ଗ ଗ ଗ କହିଲେ ଗତି। ବା କହିଲେ ପବନ ବହୁଛି, ସବୁଆଡେ ବହୁଛି।
ଯୋଉଠି ମଣିଷ ଅଛନ୍ତି ବହୁଛି, ଯୋଉଠି ମଣିଷ ନାହାନ୍ତି ବି ବହୁଛି। କିନ୍ତୁ ନିଶ୍ୱାସ ନାକରେ ଯୋଉ ପବନଟି ବହୁଛି ତା ନାଁ ପବନ ନୁହେଁ, ତା ନାଁ ହଉଛି ନିଶ୍ୱାସ। ତେଣୁ ଏଠି ପବନ ନିଶ୍ୱାସ ରୂପରେ ଅବତାର ଗ୍ରହଣ କରିଛନ୍ତି। ଆମେ ଜାଣିପାରୁନୁ କିନ୍ତୁ ସେ ଅବତାର। ଆମେ ପୃଥିବୀ କି ଜାଣିପାରୁନୁ କିନ୍ତୁ ଆମ ଏ ଦେହଟା ହଉଛି ପୃଥିବୀ। କାହିଁକି? ପୃଥିବୀଟା ତ ମାଟି ପଥର ଏଇଥିରେ ତିଆରି ହେଇଛି। ଇଏ ଦେହଟା ବି ମାଟିର ଦେହ। ପୁଣ୍ୟଶୋକ ଦଧିଚି କହିଲେ ଦେବରାଜ ଇନ୍ଦ୍ରଙ୍କୁ ବୃତ୍ରାସୁର ସମ୍ବନ୍ଧରେ। ମାଟିର ଘଟ ଏ ମାଟିରେ ମିଶି ନାହିଁ ଥିରେ ସନ୍ଦେ ପର ଉପ ଏ ଘଟ ଚୁନି ହୁଏ ସିନା। ତେଣୁ ପ୍ରତିଟି ଜୀବନ ହଉଛି ପୃଥିବୀର ଅଂଶ। ସେଠି ପୃଥିବୀ ହଉଛି ବିଶାଳ, ଜୀବନ ହଉଛି କ୍ଷୁଦ୍ର। ପୃଥିବୀର ଶ୍ରେଷ୍ଠ ଅବତାର ମୂଳ ଅବତାର ହଉଛନ୍ତି ଜୀବନ। ପବନର ଅବତାର ହଉଛନ୍ତି ନିଶ୍ୱାସ। ଆପଣ ଦେଖୁଛନ୍ତି ସମୁଦ୍ର, ପୃଥିବୀର ଚାରି ପାଖରେ ସମୁଦ୍ର ଘେରିଛି। ଏହି ସମୁଦ୍ର ଅବତାର କିଏ? ଆମରି ଭିତରେ ଅଛି। ଆଖିର ଲୁହ, ରକ୍ତର ପ୍ରବାହ, ଦେହରୁ ବହେ ଝାଳ, ଝାଳ ରକ୍ତ ଲୁହ, ଇଏ ହଉଛି ଜଳ ବା ସମୁଦ୍ରଙ୍କର ଅବତାର। ଆଖିର ଲୁହ ଛୁଟାଇ ଯଦି ଭିତରି ପାର ହସ କାଲିର କାଲିର କଳି জীব মৌ ভিতরি জীব পাশ ভিতরি জীব। তেণু ସମୁଦ୍ରର ଅବତାର ହଉଛନ୍ତି ଆମ ଭିତରେ ଥିବା ରକ୍ତ ଝାଳ ଲୁହ। ଇଏ ଜଳ ଗଲା। ଅଗ୍ନିଙ୍କର ଅବତାର କିଏ? ଆମ ଭିତରେ ଥିବା ଉତ୍ତାପ 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 ଉତ୍ତାପଟା କମିଗଲା ଆମେ ମରିବା। ଗୀତାରେ କେମିତି ଲେଖା ହେଇଛି? ଅହଂ ଅହଂ କହିଲେ ମୁଁ, ଅହଂ ବୈଶ୍ୱାନରା ଭୂତ୍ୱା ପ୍ରାଣୀନାଂ ଦେହମାଶ୍ରିତା ହେଦଂ ଯଦୁର୍ବେଦଂ। ହେ ମଣିଷ, ମୁଁ ତମ ଭିତରେ ଜଠରାଗ୍ନି ରୂପରେ ଅଛି। ତମେ ଯୋଉ ଖାଦ୍ୟ ଗୁଡ଼ିକ ଖାଉଛ ମୁଁ ତାକୁ ସବୁ ମାନେ ଭସ୍ମ କରୁଛି, ହଜମ କରୁଛି। ତେଣୁ ଅଗ୍ନିଙ୍କର ଅବତାର କିଏ? ନା ଜଠରାଗ୍ନି, ଆମର ଲିଭର। ସେ ବେଳାବେଳି କାହିଁ ଖରାପ ହେଇଯାଉଛି କି? ଏଇ ଯୋଉ ମଦ ପିଉଛେ, ସିଗାରେଟ ଖାଉଛେ,
ବିଡ଼ି ଟାଣୁଛେ, ହୁକା ଟାଣୁଛେ, ଗୁଟୁକା ଖାଉଛେ, ଆଉ ଚରସ ବାଉଲ ସୁଗାର ଖାଉଛେ, ସେଇଥିପାଇଁ ସେ ଜଠରାଗ୍ନି ଶାନ୍ତ ହେଇଯାଉଛି, ଲିଭର ଖରାପ ହେଇଯାଉଛି, ଶେଷରେ ଦେହ ଥଣ୍ଡା ହେଇଯାଉଛି, ଆମେ ମରୁଛୁ। ଆଉ ଯଦି ବଞ୍ଚିବାକୁ ଇଚ୍ଛା ତାହେଲେ ଏସବୁକୁ ଛାଡ଼। ମୋତେ ବଞ୍ଚି ରହିବାକୁ କେତେ ଭଲ ବେଳେ ବେଳେ ଲାଗେ ବଞ୍ଚି ରହିବାକୁ କେତେ ଭଲ ବେଳେ ବେଳେ ରେ ମଣିଷ ରେ ମଣିଷ দেখি তো রঙ্গ দুনিয়া, দেখি তোরা রঙ দুনিয়া, দেখি তোরা রঙ দুনিয়া, দেখি তোরা রঙ দুনিয়া। তেଣୁ ସଜ୍ଜନ, ये जीवनटा केते महान ताकू आपण माने एतिकी कथारू निश्चय बुझिबेनी। आमे तो बुली बुली किरी अवतार खोजुचु, अवतार गुड़िक आमरी भितरे अछंती। अग्नि रूपरे जठराग्नि, पवन रूपरे निश्वास, पवनर अवतार, जलर अवतार होउचंती रक्तधार श्रु, माटी अवतार होउची एई देह। अच्छा बाबू माने एमितिया गोटे अवतार आपण पाइचंती, केते दिन दुनिया रे रहिबे कि? ये अवतार जमती जो जो अवतार माने पृथ्वी के आसिले आसीथिले से कौन आज अछंती? से सब काम सारिकी पलैले। आमे जे अवतार सब अच्छु जीवन अवतार, जीवावतार, आमे कौन रहिबु? आमे भी काम सारिकी पलैबु। जदि पलैबु ताहले आम जीवन को धन्य कर, जीवन को धर्ममय कर। मु अमुक धर्मर अमुक मतर जमती आजिकाली कहउचंदी आम सनातन धर्म रे बेसी कहउचंदी मु बाबा बलियांको परिवार। आउ पंजे बाहरी पड़े कहले आमे होचु जय गुरु परिवार। आउ किसी लोक कहले आमे गायत्री परिवार, किए कहउचंदी आमे आर्य समाज, किए कहउचंदी आमे होचु मुनि समाज। कौन गोटे धर्म रे तम बाप गोटे बापार चारोटी पुओ अछंती, जहाकू पचारिब से गोटे बापा ना कहब ना चारोटी बापा ना कहब? तमे जदि मनीष ताल तमर एते धर्म कोउठ आसिला? गोटिए धर्म सूर्य, गोटिए धर्म चंद्र, गोटिए धर्म पवन, समुद्र, अग्नि, पृथ्वी। आउ कोड़ी धर्म आइला?
ଆଉ କୋଉଠୁ ଧର୍ମ ଆସିଲା? ତମେ ଏମିତି ବାଡ଼େଇ ହଉଛ ଏ ଧର୍ମ ସେ ଧର୍ମ, କୋଉଠୁ ଆସିଲା? ଏଇ ପାଞ୍ଚଟି ଧର୍ମ ଭିତରେ ରହି, ଏଇ ଧର୍ମର ପାଞ୍ଚଟି ପ୍ରକ୍ରିୟା ଭିତରେ ରହିଲା। ଜଙ୍ଗଲ, ପାହାଡ଼, ପର୍ବତ, ବାଲି, ଶସ୍ୟ, ଶ୍ୟାମଳା, ଧାନ, କଳାହାଣ୍ଡିର ଧାନ, ଆଉ ଏମିତି ସବୁ ରହିଲା। ସବୁଟା ଆରି ଭିତରେ ରହିଲା। ଆଉ କୋଉଠି ଆସିଲା କି? ପିଣ୍ଡ, ବ୍ରହ୍ମାଣ୍ଡ, ଏକମତ, ଜାଣନ୍ତି ସୁଜ୍ଞାନୀ ପଣ୍ଡିତ। ପିଣ୍ଡ ବ୍ରହ୍ମାଣ୍ଡ ଏକ ମତ, ଜାଣନ୍ତି ସୁଜ୍ଞାନୀ ପଣ୍ଡିତ। ପିଣ୍ଡ ବ୍ରହ୍ମାଣ୍ଡ ଏକ ମତ, ଜାଣନ୍ତି ସୁଜ୍ଞାନୀ ପଣ୍ଡିତ। ବୁଝିପାରିଲେ ବୁଝିବ, ଅନ୍ୟମନସ୍କ ହେଲେ ବୁଝିପାରିବନି, ଖାଲି ଶୁଣିବ ପଳେଇବ। ସେଇ ହଉଛି ଗଣ୍ଡଗୋଳ। ତେଣୁ ସଜ୍ଜନ, ଭବାନୀ ପାଟଣା, ହଁ ଭଗବାନ, ଭଗବା ନଟି କଣ? ନଟି ହଉଛି ବିଲେଇ, ନେଉଳ। ଆପଣମାନେ କହିବେ କଣ ଭଗବାନ, ନଟି ହେଲା ବିଲେଇ, ନଟି ହେଲା ନେଉଳ, ଆଉ ନହେଲେ କଣ ଥିବେ? ସ୍ନେହପୂର୍ଣ୍ଣ, ମମତାପୂର୍ଣ୍ଣ ପ୍ରାଣୀ ଏମାନେ। ଏମାନେ ମଣିଷ ସହିତ ମିଶିକିରି ମାନେ ଘଷି ହେଇକି ବିଲେଇ, ତମେ ଶୋଇଥିବ ବିଲେଇ ତମ କୋଳରେ ଶୋଇବ। ନେଉଳକୁ ଆଉଁସି ଦେଲେ ନେଉଳ ଚୁପ୍ କି ଠିଆ ହବ। ତମକୁ ଦେଖିଲେ ଡରିକିରି ଲୁଚିକିରି, କାଳେ ତାକୁ କିଏ ମାରିବ କି କଣ କରିବ, ସେ ଲୁଚିକିରି ପଳେଇବ। ତେଣୁ ସେ ନଟି କଣ? ନମ୍ରତା, ନମୟୀ, ନୃସିଂହ ଚରଣ, ଅନାଦି ପରମ କାରଣ। ନମୟୀ, ନମ୍ରତା, ନୃସିଂହ, ନରସିଂହ, ନରଶ୍ରେଷ୍ଠ, ଯିଏ ଭଲ ମଣିଷ, ତାଙ୍କରି ଚରଣରେ ନମସ୍କାର କର। ଗୁରୁଜନଙ୍କୁ ନମସ୍କାର କର। ସାଧୁ ସନ୍ଥଙ୍କୁ ନମସ୍କାର କର। ଭଣ୍ଡଙ୍କୁ ନୁହେଁ, ସାଧୁ ସନ୍ଥଙ୍କୁ ନମସ୍କାର କର। କବି ପଣ୍ଡିତଙ୍କୁ ନମସ୍କାର କର। ସୂର୍ଯ୍ୟଙ୍କୁ ନମସ୍କାର କର। ପୃଥିବୀଙ୍କୁ ନମସ୍କାର କର। ବାହୁଲ୍ୟ କଥା ଗପ ନା, କଥା କମ କର, କାମ ବେଶୀ କର। ଆପଣମାନେ ଏ ଅଞ୍ଚଳରେ ଭଲ ପାଉଛନ୍ତି। ମୋର ଜଣେ ଶିଷ୍ୟ, ସେ ଆଡଭୋକେଟ, ଓକିଲ, କିନ୍ତୁ ସେ ଆପଣମାନଙ୍କ ପାଇଁ ଆଶୀର୍ବାଦ ମହାରାଜ ହେଇଛନ୍ତି। ତାଙ୍କଠାରୁ ଆପଣମାନେ ରାମାୟଣ ଭାଗବତ ଶୁଣୁଛନ୍ତି। ଆଜି ସକାଳେ
ଚିନ୍ମୟ ମିଶନକୁ ଯାଇଥିଲି 200 ପିଲା ଏକତ୍ର ହେଇଥିଲେ। ତେଣୁ ଏ ସବୁ କଥା ହଉଛି ଭଲ କଥା। ଇଏ ହଉଛି ଇଏ 9 ଅକ୍ଷରର କଥା। ଭଗବାନ ପାଷାଣରେ ଉଳେ ରହି ପାଷା ରୂପ ପାଷାଣ ଦେଉଳେ ରହି ପାଷାଣ ରୂପରେ ତୁମେ କସୁଥା ମନ ଭକ୍ତ ମନ ତୁମେ ପଶୁତା ଭକ୍ତ ମନ ପଶୁତା ଭକ୍ତ ମନ ଭଗବାନ ରାଗି ସେଇ ଭ ଅକ୍ଷରଟି ହଉଛି ଆମ ପାଇଁ ବୋଲେ କେବଳ ଆମ ଭକ୍ତ, ଆମର ଯୋଉ ଅନନ୍ତ ବଳିଆ ଆଶ୍ରିତ ମାନେ ଆସିଛନ୍ତି ସେଇମାନଙ୍କ ପାଇଁ ନୁହେଁ, ସମଗ୍ର ମଣିଷ ସମାଜ ପାଇଁ, ସବୁ ଧର୍ମ ପାଇଁ, ସବୁ ମତ ପାଇଁ। କଣ ଆବଶ୍ୟକ? କଣ ଧନ ଜନ ରତ୍ନ ସବୁ ତ ଅଛି, କଣ ଆଉ ଆବଶ୍ୟକ? ତୁମରି ମାଟି ମଣିଷ ବୁକେ ଅହମିକା ଜାଗିଛି, ବୁକେ କୁହନ୍ତି ତୁ କବିର ବିଜ୍ଞାନର ନିଶା ଲାଗିଛି, ଭଗବାନ ଆଚ୍ଛା, ଆପଣମାନେ ଟିକେ ଭାବିଲେ, ଭଗବାନ ଆପଣଙ୍କୁ ଜଣାପଡୁଛି ଭଗବାନ କହିଲେ କୋଉ ରୂପଟା? ଆପଣ ନିଜେ କୁହନ୍ତୁ ତ। ଆପଣ କହିବେ କୃଷ୍ଣସ୍ତୁ ଭଗବାନ ସ୍ୱୟଂ। କୃଷ୍ଣ ହାତରେ ଚକ୍ର ଧରିଥିଲେ ମହାଭାରତ ଯୁଦ୍ଧରେ, କୃଷ୍ଣ ବଂଶୀ ବଜଉଥିଲେ ଗୋପପୁରରେ, ନୂପୁର ପିନ୍ଧୁଥିଲେ,
ମୁଣ୍ଡରେ କ'ଣ ଚୂଳ ବାନ୍ଧୁଥିଲେ, ତାହେଲେ ଭଗବାନଙ୍କ ରୂପ କେମିତି କୃଷ୍ଣ ହେଲେ? କୃଷ୍ଣ ତୁ ଭଗବାନ, କୃଷ୍ଣଙ୍କୁ ଭଗବାନଙ୍କ ରୂପରେ ଆମେ ପୂଜା କରୁଛୁ। ଆଉ ଜଣକୁ ପଚରାଯିବ ଆଶୀର୍ବାଦକୁ ପଚରାଯିବ, ଆଶୀର୍ବାଦ ତମେ ଭଗବାନଙ୍କୁ କୋଉ ରୂପରେ ଦେଖ? ନା ରାମ ରୂପରେ। ମୁଁ ରାମଚନ୍ଦ୍ର ମାନସ କହେ, ଭାଗବତ ବି କହେ ରାମ ଆଉ କୃଷ୍ଣଙ୍କ ରୂପରେ। ତେବେ ଭଗବାନ କ'ଣ ରାମ? ନାଇଁ, ରାମଙ୍କୁ ଆମେ ଭଗବାନ ବୋଲି ପୂଜା କରୁଛୁ, କୃଷ୍ଣଙ୍କୁ ଆମେ ଭଗବାନ ବୋଲି ପୂଜା କରୁଛୁ। ଆଚ୍ଛା, ଭଗବାନଙ୍କ ରୂପ କ'ଣ? କିଏ କହିବେ ଭଗବାନ ହଉଛନ୍ତି ଜଗନ୍ନାଥ। ଆମେ ଜଗନ୍ନାଥଙ୍କୁ ଭଗବାନଙ୍କ ରୂପରେ, ବ୍ରହ୍ମ ରୂପରେ, ପରଂ ବ୍ରହ୍ମଙ୍କ ରୂପରେ ପୂଜା କରୁଛୁ। ତାଙ୍କରି ମାଧ୍ୟମରେ ଆମେ ଭଗବାନଙ୍କ ପାଖକୁ ବାର୍ତ୍ତା ପଠାଉଛୁ। ତାହେଲେ ଭଗବାନ କିଏ? ଭାଗବତରେ ଗୋଟିଏ ପଦ, ମତେ ଯେମିତି ଭାଗବତ ଆସେନି, ମୁଁ ଖାଲି ପଦେ ପଦେ କହିଦଉଛି। ଭାଗବତରେ ଭଗବାନଙ୍କ ସମ୍ବନ୍ଧରେ ଗୋଟିଏ ପଂକ୍ତି ଅଛି। କ'ଣ? ନନ୍ଦ ଯେତେବେଳେ, ଆନନ୍ଦ ରୂପୀ ନନ୍ଦ ଯେତେବେଳେ ଭଗବାନ ରୂପୀ କୃଷ୍ଣଙ୍କୁ ନେଇକିରି ଯମୁନା ଜଳ ପଶିକିରି ନନ୍ଦ ମନ୍ଦିରକୁ ଗଲେ, ବସୁଦେବ ଗଲେ, ବସୁଦେବ ସେତିକି ବେଳେ ଉଗ୍ରସେନ ତାଙ୍କୁ ପଚାରିଥିଲା, ଇଏ ପୁଅଟି କିଏ? ଉଗ୍ରସେନ ମାନେ ବସୁଦେବ କହିଲେ, ଇଏ ହଉଛନ୍ତି ଭଗବାନ। ଏ କି କଥା? ଭଗବାନ କ'ଣ ବନ୍ଦିଶାଳାରେ ଜନ୍ମ ହନ୍ତି? ସେଇଠି ସ୍ତୁତି କରିଥିଲେ ଉଗ୍ରସେନ, ଯଦି ତୁ ପ୍ରଭୁ ଭଗବାନ ଦେଖା ତ ଶଙ୍ଖ ଚକ୍ର ଚିହ୍ନ, ଯଦି ତୁ ପ୍ରଭୁ ଭଗବାନ ଦେଖା ତ ଶଙ୍ଖ ଚକ୍ର ଚିହ୍ନ, ଯଦି ତୁ ପ୍ରଭୁ ଭଗବାନ ଦେଖା ତ ଶଙ୍ଖ ଚକ୍ର ଚିହ୍ନ। ସେଇଠି ପଚାରିଥିଲେ ତୁମେ ଭଗବାନ। ଆଚ୍ଛା, ଯଦି ତୁ ପ୍ରଭୁ ଭଗବାନ ଦେଖା ତ ଶଙ୍ଖ ଚକ୍ର ଚିହ୍ନ, ଇଏ ପୁଣି କ'ଣ ଶଙ୍ଖ ଚକ୍ର ଚିହ୍ନ? କ'ଣ ଶଙ୍ଖ ତ ହେଇଛି ବଜେଇବା ପାଇଁ, ଚକ୍ର ତ ହେଇଛି ଘୁରିବ, ଶଙ୍ଖ ଚକ୍ର ଚିହ୍ନ? ଶଙ୍ଖ ବାଜିଲା କେତେବେଳେ ବାଜିଲା? କେହି ବଜେଇ ନାହାନ୍ତି, କିନ୍ତୁ ଏଇଠି ବାଜିଲା। କେହି ବଜେଇ ନାହାନ୍ତି, କିଏ ବଜେଇଥିବେ କି କ'ଣ? ମତେ କଳାହାଣ୍ଡିର ସେଇ ପ୍ରସିଦ୍ଧ କୋଉ ବାଜାଟା, ଘୁମୁରା ବାଜା, ସେ ଶବ୍ଦରେ ହୁଏତ ମତେ ଶୁଭି ନଥିବ, କିନ୍ତୁ ଶଙ୍ଖଟା ବାଜିଲା କେତେବେଳେ? ଆଜିଠାରୁ 3 ଦିନ ପର୍ଯ୍ୟନ୍ତ ଏଠାରେ ଗୋଟେ ଧର୍ମ, ଗୋଟେ ଆଲୋଚନା ହବ, ସେ ଯୋଉ ଗୀତା ଜୀବନ ହଉ କି ଯାହା ହଉ। ଶଙ୍ଖ ବାଜି ଉଠିଲା। ଯେତେବେଳେ ଆପଣମାନେ ଭାବିବେ ମୋ ପୁଅକୁ ବୟସ ହେଇଗଲା, ମୁଁ ତାକୁ ବାହାଘର କରିବି, ଶଙ୍ଖ ବାଜିଲା ସେଇଦିନ। ମୋର ଘର ନାହିଁ, ମୋ ପୁଅ ଝିଅଙ୍କ ପାଇଁ ଘର
ଖଣ୍ଡେ କରିବି ସେତିକିବେଳେ ଶଙ୍ଖ ବାଜିଲା। ଦେଖା ତ ଶଙ୍ଖ ଚକ୍ର ଚିହ୍ନ। ଶଙ୍ଖ ବାଜିବା ପରେ ଚକ୍ର ଆରମ୍ଭ ହେଲା। ଆଉ କେଉଁଠାରୁ ପଇସା ଆସିବ, କୋଉଠୁ ଶାଢ଼ୀ ଆସିବ, କୋଉଠି ଧୋତି ଆସିବ, କୋଉଠି ସେଟାକୁ ସିମେଣ୍ଟ, କୋଉଠି ରଡ଼, କୋଉଠି ବାଲି, କୋଉଠି ଇଟା, କୋଉଠି ପଥର ଆସିବ, ମୁଁ ଘର କରିବି, ସେଇ ଗୋଟାକ ହେଲା ଚକ୍ର। ଯଦି ତୁ ପ୍ରଭୁ ଭଗବାନ देखा तो शंख चक्र चिन्ह देखा तो शंख चक्र चिन्ह तो प्रभु भगवान देखा तो शंख चक्र तो प्रभु ତେବେ ଆଉ ଗୋଟେ ଭଗବାନ କୋଉଠୁ ଆଇଲେ? ଇଏ ଗୋଟେ ଭଗବାନ ଗଲେ, ଆଉ ଗୋଟେ ଭଗବାନ କୋଉଠୁ ଆଇଲେ? ଗୀତାରେ ଆସିଲେ, ଗୋଟିଏ ଶ୍ଲୋକରେ ଆଇଲେ ଭଗବାନ। ଯେତେବେଳେ ଅର୍ଜୁନ ଅନୁଭବ କରୁଛନ୍ତି, ଦେଖୁନାହାନ୍ତି, ଅନୁଭବ କରୁଛନ୍ତି, ମୋର ଯିଏ ଗୁରୁ, ଜଗତ ଗୁରୁ କୃଷ୍ଣ, ସିଏ ଇଏ ଜଗତରେ ପୁରୀ ରହିଛନ୍ତି। ଏତିକି ମାତ୍ର ଗୋଟିଏ ଧାଡ଼ି ଅନୁଭବ କଲେ। ମୋର ଯିଏ ଗୁରୁ, ସିଏ ହଉଛନ୍ତି ଜଗତ ଗୁରୁ କୃଷ୍ଣ, ସିଏ ଜଗତରେ ପୁରୀ ଅଛନ୍ତି। ଯଦି ଜଗତରେ ପୁରୀଛନ୍ତି, ତାହେଲେ ସବୁ ବାହୁ ତାଙ୍କରି, ସବୁ ଆଖି ତାଙ୍କରି, ସବୁ ଗୋଡ଼ ତାଙ୍କରି, ସବୁ ଆଙ୍ଗୁଠି ତାଙ୍କରି, ସବୁ ତ ତାଙ୍କରି, ଆଉ ସବୁ ତ ସେଇ। ଆଉ ଶେଷକୁ କଣ କହିଲେ? ମତେ ଡର ମାଡୁଛି, ମୁଁ ଏତେ ହାତ, ଏତେ ଗୋଡ଼, ଏତେ ଆଖି, ଏତେ କାନ, ଏତେ ନାକ ମୁଁ ଦେଖିପାରିବିନି। ମୁଁ ଗୋଟେ ଭଗବାନଙ୍କ ରୂପ ଦେଖିବି। କିରୀଟିନଂ ଗଦିନଂ इच्छामि तं द्रष्टुमहं तथैव तेनैव रूपेण चतुर्भुजेन सहस्रबाहु भगवीशं तेनैव रूपेण चतुर्भुजेन सहस्रबाहु भगवीशं तेनैव रूपेण चतुर्भुजेन सहस्रबाहु ଆପଣ ଯଦି ଚାରିଟା ହାତରେ ମତେ ଦେଖାଦେବେ, ତାହେଲେ ମୁଁ ସେଥିରେ ଖୁସି ହେବି। ମୁଁ ଏତେ ବଡ଼ ରୂପ ଦେଖିପାରିବିନି। ଚାରିଟା ବାହୁରେ କ'ଣ ଧରିଥିବେ? ଶଙ୍ଖ ଥିବ, ଚକ୍ର ଥିବ, ଗଦା ଥିବ, ପଦ୍ମ ଥିବ। ଚିହ୍ନ ନୁହଁ, ପ୍ରକୃତ ଶଙ୍ଖ ବଜେଇବେ। ପଞ୍ଚଜନ୍ୟଂ ହୃଷିକେଶ ଦେବଦତ୍ତଂ ଧନଞ୍ଜୟ। ଆପଣ ଏଇ ଗୋଟା ଶଙ୍ଖ ଧରିବେ, ପଞ୍ଚଜନ୍ୟ ଶଙ୍ଖ, ଆଉ ହାତରେ ଥିବ ସୁଦର୍ଶନ ଚକ୍ର, ଆଉ ଗୋଟେ ହାତରେ ଥିବ କୌମୁଦିକ ଗଦା, ଆଉ ଗୋଟେ ହାତରେ ଥିବ ଶତଦଳ ପଦ୍ମ। ମତେ ଏମିତିଆ ରୂପଟି ଯଦି ଦେଖେଇବେ, ତାହେଲେ ମୁଁ ଆପଣଙ୍କ କଥା ମାନିବି। ଶିଷ୍ୟ ଏଠି ଗୁରୁଙ୍କୁ କହୁଛି, ଆପଣ ଏମିତିକିଆ ରୂପଟି ଦେଖେଇଲେ ମୁଁ ଯାଇକିରି ଖୁସି ହେବି।
ସିଏ ସାଙ୍ଗେ ସାଙ୍ଗେ ଶଙ୍ଖ ଚକ୍ର ଗଦା ପଦ୍ମ ଧରିକି ଠିଆ ହେଇଗଲେ। ଆଉ ଶଙ୍ଖ ବାଜିଲା, ଜଗତ ସୃଷ୍ଟି ହେଲା। ଆଗରୁ ନିରାକାର ଥିଲେ, ଜଗତ ଯୋଉନ ସୃଷ୍ଟି ହେଇଗଲେ ସାକାର ହେଇଗଲା। ଚକ୍ର ଘୁରିଲା, କର୍ମଚକ୍ର ସୃଷ୍ଟି ହେଲା। କର୍ମଚକ୍ର, ଯିଏ ଯୋଉଠି ଯୋଉ କାମ କଲା ସିଏ ହଉଛି ଚକ୍ର, କର୍ମଚକ୍ର। କର୍ମଚକ୍ରରେ ଦୁର୍ନୀତି ବସିଲା, ଭ୍ରଷ୍ଟାଚାର ବସିଲା, ଲାଞ୍ଚ ବସିଲା, ମିଛ ବସିଲା। ଏଗୁଡାକ ଯେତେବେଳେ ପଶିଲା, ଠାକୁର ଗଦା ଧଇଲେ, ହେଲେ ବାଡ଼େଇକି ତତେ କଚାଡ଼ି ଦେବି ଜାଣିଛୁ। ତୁ ପାଠ ପଢିଥିଲୁ, ଚାକିରି କଲୁ, 1,00,000 2 ଲକ୍ଷ ଟଙ୍କା ଦରମା ପାଇଲୁ, କେତେ ଲୋକଙ୍କ ଠାରୁ ନମସ୍କାର ପାଇଲୁ, କେତେ ଲୋକ ତତେ ଭଲ ପାଇଲେ, ତୁ ପୁଣି ଲୋକଙ୍କ ତଣ୍ଟି ଚିପି ଧନ ନେଇ ଏଠି କୋଠା, ସେଠି ଗାଡ଼ି, ସେଠି ବାଡ଼ି, ସେଠି କରୁଛୁ। କଚାଡ଼ି ଦେବି ତତେ, କଂସ ଭଳିଆ କଚାଡ଼ି ଦେବି। ତେଣୁ ଗଦା ହଉଛି ଗତିଦାତା ଗଦା। ଗଦାର ଯେତେବେଳେ ପାହାର ବଞ୍ଚିଲା, ଠାକୁର ଆଉ ଗୋଟିଏ ହାତରେ ଧଇଲେ ପଦ୍ମ। ପଦ୍ମ କଣ? ଫୁଲ। ଜୀବନ ବାସି ଉଠିଲା। ଜ୍ଞାନ, ପଦ୍ମ ହଉଛି ଜ୍ଞାନ। ଜ୍ଞାନ ତାର ଉଦୟ ହେଲା। ଆଉ ଏମିତିକିଆ ଭୁଲ ମୁଁ ଜୀବନରେ କରିବି ନାହିଁ। ଭାଗବତର ଗୋଟିଏ ପଦ, ଆଜିର ଭାରତ ବର୍ଷର, ଆଜିର ପୃଥିବୀର ସମସ୍ତ ନେତା ଜନତାଙ୍କୁ ଆହ୍ୱାନ ଦଉଛି, ମନେ ରଖ, ଦୁଃଖେ ସଞ୍ଚିତ যেতে ধন সে নুহে সুখে প্রয়োজন। দুঃখে সঞ্চিত যেতে ধন ଆରେ ଭଗବାନଙ୍କର ମନ୍ଦିର କଲେ, ଇଏ ପାହାଡକୁ କାଟି ପଥର ଆଣିକିରି ମନ୍ଦିର କରିକିରି ତୁମେ ଭାବୁଛ କି ଉଦ୍ଧାର ହେଇଯିବ? କେବେ ନୁହଁ। ଉଦ୍ଧାର ହବ ସେତିକି ବେଳେ ଯଦି ଅନ୍ୟକୁ ସାହାଯ୍ୟ କରିବ, ଶୃଙ୍ଖଳିତ ହବ, ସଂଯମିତ ହବ, ସମୟାନୁବର୍ତ୍ତିତ ହବ। ଆଉ କହିବ 6ଟା ବେଳେ, ଆସିବ 8ଟା ବେଳେ, ରୋଷେଇ କରିବ 12ଟା ବେଳେ, କରିବ, ଖାଇବ 4ଟା ବେଳେ। ଗୀତା କହିଲେ ଜୀବନଟା ଦୁଃଖମୟ ହେଇଯିବ। ଯୁକ୍ତାହାର ଠିକ ସମୟରେ ଖାଅ, ଯୁକ୍ତାହାର ବିହାରସ୍ୟ, ଠିକ ସମୟରେ ବିହାର କର, ଖେଳ କିମ୍ବା ପ୍ରାତ ଭ୍ରମଣ କର। ଯୁକ୍ତ ଚେଷ୍ଟସ୍ୟ କର୍ମସୁ, ଠିକ ସମୟରେ ଠିକ କାମ କର, ଆଡୁ ସାଡୁ କିଛି କର ନା। ଯଦି ଏହା ନ କର, ଯୁକ୍ତ ସ୍ୱପ୍ନ
ଯେତିକି ତମର ଦରକାର ସେତିକି କାମନା କର, ଅଯଥା କାମନା କର ନା। ତମର ସାଇକେଲ କିଣିବା ପାଇଁ ପଇସା ନାହିଁ, ତମେ କହୁଛ ମୁଁ ଗୋଟେ ଏରୋପ୍ଲେନ କିଣିବି, ଇଏ କି କଥା? ତେଣୁ ଯୁକ୍ତ ଚେତସ୍ୟ କର୍ମ ଯୁକ୍ତ ସ୍ୱପ୍ନ ହବ। ଯଦି ଏହା ନ କର ଜୀବନଟା ଦୁଃଖମୟ ହେଇଯିବ, ରୋଗ ମାଡ଼ି ବସିବ, ନିନ୍ଦା ମାଡ଼ି ବସିବ। ବାଟରେ ଚାଲିଗଲେ ଲୋକ କହିବେ ଲାଞ୍ଚୁଆଟା ଯାଉଛି ରେ, ଇଏ ମଦୁଆଟା ଯାଉଛି ରେ, ଇଏ ଟାଉଟରିଆଟା ଯାଉଛି, ଇଏ ଘର ଭଙ୍ଗାଟା ଯାଉଛି, ଇଏ କୁଆଳିଆଟା ଯାଉଛି। ତେଣୁ ଗୀତା କେତେ ସୁନ୍ଦର କଥା ଆମକୁ କହିଲେ, କିନ୍ତୁ ଆମେ କ'ଣ ବୁଝିଲୁ? ପୁଅଟିଏ ବୋହୂଟିଏ ଗୋଟିଏ ଘରେ ବସିଛନ୍ତି, ତାଙ୍କର ପୁଅ ଝିଅ ହେଇନାହାନ୍ତି। ଗୋଟିଏ ଛୋଟ ଘରର କାନ୍ଥରେ ବି ପୁରା ପୁରା ହେଇନି, ଅଧା କାନ୍ଥ। ଏ ପାଖରେ ଶୋଇଛନ୍ତି ଗୋଟିଏ ବୃଦ୍ଧ ବୁଢ଼ାଟିଏ, ଟିକେ କ'ଣ ଏଣୁ ତେଣୁ ଗୋଟେ ଖାଇ ଦେଇକିରି ତାକୁ ବୁଢ଼ାକୁ ଟିକେ ଝାଡ଼ା ହେଲା, ପତଳା ଝାଡ଼ା। ସେତେବେଳେ ବହୁତ କଲରା ହଇଜା ହଉଥିଲା, ବୁଢ଼ାର ଆଉ ପାଟି ଫିଟିଲାନି, ପାଟି ବନ୍ଦ, କିନ୍ତୁ ଚେତନା ଅଛି। ପୁଅ ବୋହୂ କ'ଣ କଥା ହଉଛନ୍ତି ତାକୁ ବି ସେ ଶୁଣୁଛି। କ'ଣ ଶୁଣିଲା ଯେ ବାପା ବୋଧେ ଆଜି ରାତି ପାହିବ କି ନାହିଁ, ମରିଯିବେ, ଚାଲିଯିବେ, ଆଉ ଯାଆନ୍ତୁ, କଷ୍ଟ କାହିଁ ପାଇବେ, ବେଳାବେଳି ପଳାନ୍ତୁ, କିଛି କଥା ନାହିଁ। ତାଙ୍କ ଅଣ୍ଟାରେ ଯୋଉ ଚାବିଟା ଅଛି ତୁମେ ଆଗତୁରା ନେଇ ଆସିବ, କାରଣ ମରିଗଲା ପରେ ଝିଅ ଜ୍ୱାଇଁ ନାତି ନାତୁଣୀ ସବୁ ଆସିବେ, ସମସ୍ତେ ଚାବି ନେଇକି ଖୋଲିବେ। ଚାବିଟା ପୁଅ କହୁଛି ଚାବିଟା ଆଣି କ'ଣ କରିବା ନା, ସୁନା ରୂପା ଟଙ୍କା ଯୋଉଠି ବାପା ରଖିଛନ୍ତି ସବୁ ଯାକ ଆମେ ରଖିଦେବା। ସିଏ ଖାଲି ଆଜି ଦେଖିବେ କ'ଣ ଫାଙ୍କା ଟ୍ରକ୍। ଆଉ ବୁଢ଼ା ଶୋଇକିରି ଶୁଣିଲେ, ଭଗବାନଙ୍କୁ ପ୍ରାର୍ଥନା କଲେ, ହେ ଜାଗ, ହେ ଜାଗ, ହେ ଜାଗ, জাগো হে অনন্ত তুমি, জাগি উঠো জাগো হে অনন্ত তুমি, জাগি উঠো ধরা প্রভু এ সংসার সার করবে, শিখাই প্রভু হে সংসার সার করবে। জাগো, हे ଅନନ୍ତ, ମତେ ଟିକେ ବଞ୍ଚେଇ ଦିଅ ପ୍ରଭୁ, ବେଶୀ ନୁହେଁ, ମାସେ ଖଣ୍ଡେ ବଞ୍ଚେଇ ଦିଅ କିମ୍ବା ବର୍ଷେ ଖଣ୍ଡେ ବଞ୍ଚେଇ ଦିଅ। ମୁଁ ଏ ପୁଅ ବୋହୂଙ୍କୁ ଟିକେ ଶିକ୍ଷା ଦେବି। ଜୀବନ ସାରା ଅର୍ଥ କମେଇଲି ତାଙ୍କରି ପାଇଁ,
ସଞ୍ଚୟ କଲି ତାଙ୍କରି ପାଇଁ, ପେଟକୁ ଖାଇଲି ନାହିଁ ତାଙ୍କରି ପାଇଁ, ଖଣ୍ଡେ ଭଲ ପିନ୍ଧିଲି ନାହିଁ ତାଙ୍କରି ପାଇଁ। ଆଜି ସିଏ କହୁଛନ୍ତି କ'ଣ ନା ଅଣ୍ଟାରୁ ଚାବି ନେଇଯିବେ, ସୁନା ଅଳଙ୍କାର ନେଇକିରି ଟଙ୍କା ସୁନା ନେଇକିରି ତାଙ୍କ ପାଖରେ ରଖିବେ, ମତେ ଟିକେ ବଞ୍ଚେଇ ଦିଅନ୍ତୁ। ଗୀତାର ସେଇ ଶ୍ଲୋକଟିକୁ ପଢିଲେ କାଫନ୍ୟ ये शोकटी कालिकी बुझेगा। यही शोकटी को जिते पढ़ी झाड़ा बंद हो गला, बुढ़ा धीरे धीरे कर नौटेला, राति डाक पकेला, अरे बहु चूड़ा रे अच्छी कि ना अच्छी, कदली टे देलु, चूड़ा कदली टे मु खाइबी। बुढ़ा बसी खाइला, पुओ बहु ठरा ठरी होउचंदी, कौन बुढ़ा उठिलानी, बड़ मन दुख हो गला ताकर। चूड़ा कदली खाई बुढ़ा सकाल को चलीला, दी दिन खंडे विश्राम नेला, भल लुगाटाए किणी नहीं आईला, भवानीपाटना रू कि जो गोटा किणी आनला, पिंधिदेला, गोटे भल कामिज पिंधिदेला, जामा पिंधि दे सेंट फेंट टे पकईदेला लुगारे, माने से जो जामा पेट पकईदेला। पुओ बोऊ कहला, भाई बापा मु आज पुरी जाऊची, पुरी। पुरी 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 कौटी? तू कहू पुरी तरकारी ना, पुरी जाऊची श्रीक्षेत्र, क्षेत्राणां सर्वक्षेत्राणां राधाश्री पुरुषोत्तम, देवानां सर्वदेवानां राधाश्री पुरुषोत्तम, बंगोपसागर कूଳରେ कल्पवट मूଳରେ श्रीक्षेत्र, जोटी पुरुषोत्तम निजे जगन्नाथ बलभद्र सुभद्रा सुदर्शन रूप में पूजा पाउछंती, मु सेठिकी जीवी ना। बापा बहुत पैसा खर्च हम ना, हो जहाँ खर्च हम से बापा साड़ू आसिकी कौन करेंगे आउ ना, आइला गोटे बहुत बड़ डाली अभड़ा महाप्रसाद बेहुर मसूर ना कौन एमती कौन ताकू सब नहीं आसबि, गोटा मूलिया करके नहीं आसबि आउ बोईकि आउ गाड़ी कर नहीं आसबि। कौन कर ये गाँ जाक सबू लोक को डाकी खुआईबी, जी ब्राह्मण वैष्णव थे डाकि अलगा, खाइया देवी दक्षिणा देवी 101 टका लेखा दक्षिणा देवी, आउ खंडे खंडे गामुछाटा देले हम, माने खंडे खंडे वस्त्र। बापा तमें कौन घर ढीओ बाड़ी बिक्री कर ना? ना हाँ बिक्री करी, जहाँ खाई थी पेटू जहाँ रखी खंटू को, तू हूँ तू मो पाई गोटे खंट। अरे पुओ ते पाठ पढ़ी मनीष कली
ବାହା କଲି ସବୁ କଲି, ମୁଁ ଝାଡ଼ା ରୋଗରେ ପଡ଼ିଛି, ମୋତେ ଔଷଧ ଟିକେ ଆଣିକିରି ନ ଦେଇକିରି ତେବେ ଦି ଜଣ ଯାକ ସେ ଘରେ କ'ଣ କଥା ହେଉଥିଲ? ମୋତେ ଶୁଭୁଥିଲା ମୋ ଅଣ୍ଟାରୁ ତୁମେ ଚାବି ନେଇ ଯାଇଥାନ୍ତ, ତା ପୂର୍ବରୁ ଚୁଡ଼ା କଦଳୀ ଖାଇକିରି ମୁଁ ସୁସ୍ଥ ହେଇଯାଇଛି। ସେ ଚାବି ନେଇକିରି ଅଳଙ୍କାର ସବୁ ନେଇକିରି ଟଙ୍କା ପଇସା ସବୁ ନେଇଯାଇଥାନ୍ତ। ତେଣୁ ଦୁଃଖେ ସଞ୍ଚିତ ଯେତେ ସେ ନୁହେଁ ସୁଖେ দুঃখে সঞ্চিত যেতে ধন সে নুহে সুখে হরিব হরিব হরিঙ্ক নামে ও হরি নামে পারি ତେଣୁ ବାପା ଯେତିକି ପଇସା ଅଛି ମୁଁ ଡାକ୍ତରଖାନାଟାଏ କରିବି, ବିଦ୍ୟାଳୟଟିଏ କରିବି, ତତେ କିଛି ଦେବି ନାହିଁ। ପୁଅ ବୋହୂ ଆସି ଲମ୍ବ ହେଇ ପଇଲେ, କହିଲେ ବାପା ଭୁଲ ହେଇଯାଇଛି ଆମର। ଭୀମସ୍ୟାପି ରଣଭଙ୍ଗୋ ମୁନିରପି ମତି ଭ୍ରମ ଯଦି ଶୁଦ୍ଧମ ଶୁଦ୍ଧଂ ବା ମମ ଦୋଷ ନ ବିଦ୍ୟତେ। ତେଣୁ ଭୁଲ ହେଇଯାଇଛି, ଆଉ ଏମିତିକିଆ ଭୁଲ ଜୀବନରେ କରିବି ନାହିଁ। ତେଣୁ ସଜ୍ଜନ, ଭବାନୀ ପାଟଣାର ମୂଳ ଅକ୍ଷର କ'ଣ? ଭ। ଆଉ କିଛି କହିବେନି। ଭ, ଭଗବାନଙ୍କର ମୂଳ ଅକ୍ଷର କ'ଣ? ଭ। ଭ ହଉଛି ଏକାକ୍ଷର। ଏକାକ୍ଷର ଅଛି, ଅଣାକ୍ଷର ଏକାକ୍ଷର ସବୁ ଅଛି। ଭ ହଉଛି ମଣିଷ ଜୀବନର ପ୍ରକୃତ ଏକାକ୍ଷର ହଉଛି ଭ। ଭବସାଗରରୁ ଉଦ୍ଧାର ପାଇଁ ଆଉ କେହି ନାହାନ୍ତି, କେହି ନାହାନ୍ତି। ମୋ ପୁଅ ଇଞ୍ଜିନିୟର, ମୋ ଜ୍ୱାଇଁ ଡାକ୍ତର, ମୋ ଶଳା ଆଇଏଏସ୍, ମୋ ସଡୁ ଓଏଏସ୍, ଇଏ କେହି ତୁମକୁ ଉଦ୍ଧାର କରିପାରିବେ ନାହିଁ। କିଏ ଉଦ୍ଧାର କରିବ? ସାଇରାମ ଗାଇଲେ, ମାନସ ଭଜ ଭାଗବତ ତ କହିଛନ୍ତି ଆଉ। ତେଣୁ ସଜ୍ଜନ, ଇଏ ଶୀତ ରାତ୍ରି, କଳାହାଣ୍ଡିର ଗରମ ମୁଁ ସହିଥିଲି ଗୋଟାଏ ବର୍ଷ। କଳାହାଣ୍ଡିର ଶୀତ ବର୍ତ୍ତମାନ ମୁଁ ତାକୁ ଅନୁଭବ କରୁଛି। ତେଣୁ ଶୁଣିଥିଲି
ସରସ୍ୱତୀ ଶିଶୁ ମନ୍ଦିରର ଗୋଟିଏ ପ୍ରକୋଷ୍ଠ ଭିତରେ କାର୍ଯ୍ୟକ୍ରମ ହେବ, ମାନେ ଗୋଟେ ଛାତ ପକ୍କା ଘରେ। କିନ୍ତୁ ଏ ଯେଉଁ ପାହାଚ ଚଢ଼ିବାଟା ମୋ ପକ୍ଷରେ ସମ୍ଭବ ଆଉ ହଉନି। ହଉଛି ଟିକେ ଧଇଁ ସଇଁ ହେଇଯାଉଛି ଆଉ, କାଳେ ଧଇଁ ସଇଁ ହଉ ହଉ କେତେବେଳେ ପ୍ରାଣଟା ପଳେଇବ, ସେଠୁ ଲୋକମାନେ କହିବେ ଗୁଡ଼ା ବାବା ଗୋଟେ ଅଯଥାରେ ପଳେଇବା ଚାଲିଗଲା। ତେଣୁ ମୋ ପିଲାମାନେ ଭବାନୀପାଟଣାର ସଂଘ ଓଡ଼ିଶାର ପଶ୍ଚିମାଞ୍ଚଳର ଯେତେ ପରିବାର ଆମ ସହିତ ଯୋଡ଼ିକିରି ସଂଯୋଗିତ ହେଇ ଅଛନ୍ତି, ସେଥିରୁ ସମସ୍ତେ ଅଳ୍ପ ବହୁତ ଆସିଛନ୍ତି। ଟିଟିଲାଗଡ଼, ଧର୍ମଗଡ଼, ରାଉରକେଲା, ଜୁନାଗଡ଼, ଆଉ ସବୁ ନର୍ଲା, ମଙ୍ଗଳପୁର, ହଁ ଆମ ମଙ୍ଗଳପୁରରୁ ଆଇଛନ୍ତି। ଆଉ ଏଇଟା କ'ଣ ଆମ ଯୁଗଳଙ୍କ ଗାଁଟା କ'ଣ, ଲଡ଼ୁ ଗାଁ ନାଁଟା ଶୁଣା କେମିତିଆ ନାଁଟା, ଲଡ଼ୁ ଗାଁ। ତେଣୁ ଇଏ ସମସ୍ତେ ଆଉ ସବୁ କୋଉଠୁ କେମିତି ସବୁ ଆସିଛନ୍ତି। ଆମ ପାଟକୁରା ଥାନାରୁ ବି ଜଣେ ମାଷ୍ଟର ଆଇଛନ୍ତି, ରାୟଗଡ଼ାରୁ ଆଇଛନ୍ତି, ଏତେ ଆଡ଼େ ସବୁ ପାଟନାଗଡ଼ରୁ ବି ଆସିଥିବେ, ରାଉରକେଲାରୁ ଆଇଛନ୍ତି। ମୁଁ ରାଉରକେଲା କହିସାରିଲିଣି, ପୁଣି ତୁ କହୁଛୁ। ସୁନାବେଡ଼ାରୁ ବି ଆଇଛନ୍ତି, ସୁନାବେଡ଼ା। କିନ୍ତୁ ସବୁ ଆଇଛନ୍ତି, ମୋତେ ତ ଶୀତ କରୁଛି, ମୁଁ କରିବି କ'ଣ? ଭିକାରୀ ଲୋକ ଏଠୁ ଯିବି ଆଉ କେଉଁଠିକି, ଆଉ କେଉଁଠି ଯିବି ଆଉ କେଉଁଠିକି, ବର୍ଷ ଯାକ ଲାଗିଛି। ମୋ କଣ୍ଠ ଧରି ଖରାପ ହେଇଯିବ, ଆଉ କାଲି କ'ଣ କହିବି? ଏଇ ଯେଉଁ ଫାଙ୍କାଟା ଦେଖାଯାଉଛି, କ'ଣ କହୁଛୁ? କାଲିକି ଏଇଟାକୁ କଭର କରିଦେବା। ମୋ ମା ମାନେ ଏଠି ବସିଛନ୍ତି, ଛୁଆମାନେ ମୋର ବସିଛନ୍ତି, ଛୋଟ ଛୋଟ ପିଲା, ଥଣ୍ଡା କାକରେ ଦେହ ଖରାପ ହବ। ଏତିକି କରିଦେବୁ, ଆଉ କିଛି ଦରକାର ନାହିଁ। ଆମେ 3 ଦିନ ଆମ ଚଲେଇବା ଆଉ। ଏତିକିରେ କଥା, ଏଇଠି ବିଶ୍ରାମ ଦେବା। ଏ ଘରେ ମାନବ କୁଣିଆ କୁଣିଆ କୁଣିଆ, ଯାହା କରୁଛ କର। ଆକାଶ ଖବର Bota
সর্বে খুঁজিবা হাত নাট সারি সর্বে খুঁজিবা ভাবুছি মনে বলিয়া সর্বে ବର୍ତ୍ତମାନ ଶ୍ରୀ ଗୁରୁ କୃପା ମହୋତ୍ସବର ପ୍ରଥମ ଦିବସରେ ପୂଜ୍ୟ ଗୁରୁଦେବଙ୍କର ଅନୁମତି କ୍ରମେ ଆମେ ସମର୍ଥିତ କରିବାକୁ ଯାଉଛୁ। ଗୁରୁଦେବ ଯାହାକୁ ଭଲ ପାଆନ୍ତି ଡାକ୍ତର ଦୀନବନ୍ଧୁ ସାହୁ ଶହୀଦ ଇଣ୍ଡୋଲୋଜି ଭେଷଜ ବିଦ୍ୟାଳୟରେ ମହାବିଦ୍ୟାଳୟର ବରିଷ୍ଠ ଚିକିତ୍ସକ ମାଙ୍କର ପ୍ରସିଦ୍ଧ କବି। ତେଣୁ ମଞ୍ଚକୁ ଆହ୍ୱାନ କରୁଛୁ ସର୍ବପ୍ରଥମେ ଡାକ୍ତର ଦୀନବନ୍ଧୁ ସାହୁ ଏବଂ ଆମମାନଙ୍କର ଶିଶୁ ବିଦ୍ୟାନନ୍ଦର ଯିଏ ହେଉଛନ୍ତି ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାର ଭୋଇ ଆମକୁ ସବୁ ପ୍ରକାର ସାହାଯ୍ୟ କରିଛନ୍ତି। ବିଶିଷ୍ଟ